କୋଉ ମାଛ ତରକାରୀ ଯାହାକୁ ଆମେ ତଲପିଆ ଫିସ୍ କରି ବି କହିଥାଉ ଆଉ ଖାଇବାକୁ ଅତି ସ୍ୱାଦ ଲାଗିଥାଏ। ଛୁଆଠୁ ବଡ ପର୍ଯ୍ୟନ୍ତ ସମସ୍ତେ ବହୁତ ହି ଭଲ ପାଇଥାନ୍ତି। ଗରମ ଭାତ ହଉ କିମ୍ବା ରୁଟି ହଉ ସବୁଥିରେ ଜମି ଯାଇଥାଏ। ତ ଆଜି ବନେଇବା ପୁରା ଗାଁ ଷ୍ଟାଇଲରେ କୋଉ ମାଛ ତରକାରୀ ଯାହା ଖାଇବାକୁ ସମସ୍ତଙ୍କୁ ବହୁତ ହି ପସନ୍ଦ ଆସିବ। ନମସ୍କାର, ଓଡିଆ ବୋହୂ ରୋଷେଇକୁ ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ। କୋଉ ମାଛ ତରକାରୀ ବନେଇବା ପାଇଁ ଏଠି ଦେଖନ୍ତୁ ମୁଁ କୋଉ ମାଛ ନେଇଛି ଆଉ ଏଠି ମୁଁ 1 କିଲୋ କୋଉ ମାଛ ନେଇଛି ଆଉ ମୁଁ ସବୁ କୋଉ ମାଛକୁ ଭଲ ଭାବରେ ସଫା କରିଦେଇଛି ଆଉ ଏମିତି ଗୋଟା ରଖିଛି। ଆପଣ ଚାହିଁଲେ କାଟିକି ବି ମଧ୍ୟ ନେଇପାରିବେ। ଏଥିରେ ଆମେ ଟିକେ ଲୁଣ ଆଉ ଟିକେ ହଳଦୀ ଦେଇକି ଭଲ ଭାବରେ ମ୍ୟାରିନେସନ କରିଦବା। ଯଦି ଆପଣଙ୍କୁ ମାଛ ବେଶୀ ଆମିଷିଆ ଗନ୍ଧୁଛି ତାହେଲେ ଏଠି ଆପଣ ଟିକେ ଭିନେଗାର କିମ୍ବା ଲେମ୍ବୁ ରସ ଦେଇପାରିବେ, ଯାହା ଫଳରେ ଟିକେ ତାର ବାସ୍ନା ମଧ୍ୟ କମି ଯାଇଥାଏ। କିନ୍ତୁ ମୁଁ ସେମିତି ହିଁ କରୁଛି। ତ ଏଠି ଦେଖନ୍ତୁ ଲୁଣ ହଳଦୀ ଲଗେଇକି ମାଛକୁ ମୁଁ ଏଠି ଅଧଘଣ୍ଟା ପାଇଁ ରେଷ୍ଟ ହେବା ପାଇଁ ଛାଡିଦେବି। ତାପରେ ଆମେ ମାଛ ପାଇଁ ଗୋଟେ ଭଲ ମସଲା ବନେଇବା। ଏଠି 1 ସ୍ପୁନ ମୁଁ ନେଇଛି ସୋରିଷ, 1 ସ୍ପୁନ ଜିରା, 1 ଶୁଖିଲା ଲଙ୍କା ଆଉ 15 ରୁ 16 କୋଲା ରସୁଣ, 1 ଇଞ୍ଚ ଅଦା ଆଉ 1 ବଡ ସାଇଜ ର ପିଆଜ, ତାପରେ 2ଟି ବଡ ଟମାଟର, ତାପରେ ଟିକେ ପାଣି ଦେଇକି ଆମେ ଏଇ ମସଲାକୁ ପୁରା ଚିକଣ କରିକି ବାଟି ଆଣିବା। ତ ଏଇଠି ଦେଖନ୍ତୁ ଚିକଣ କରିକି ମୁଁ ମସଲାକୁ ପୁରା ବାଟି ଦେଇଛି। ତାପରେ ଆମେ କଡେଇକୁ ଭଲ ଭାବରେ ପୁରା ଗରମ ହବାକୁ ଦବା। ଆଉ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ମାଛ ତରକାରୀର ବା ମାଛ ଭଜାର କହିପାରିବେ। କଡେଇକୁ ସବୁବେଳେ ଭଲ ଭାବରେ ଗରମ କରିବେ, ତାପରେ ତେଲକୁ ଭଲ ଭାବରେ ଗରମ କରିବେ, ତାପରେ ଯାଇକି ମାଛ ଦେବେ। ତା ଦ୍ୱାରା ଆପଣଙ୍କର ମାଛ ବିଲକୁଲ ଭାଙ୍ଗି ନଥାଏ ଆଉ ମାଛ ବହୁତ ବଢିଆ ଭାବରେ ଭାଜି ହେଇଥାଏ। ତ ଏଇଠି ପ୍ରଥମେ ମୁଁ ମାଛକୁ ଭଲ ଭାବରେ ଭାଜି ନେବି। ମାଛ ଏଇଠି ଗୋଟେ ସାଇଡ ହେଇଯାଇଛି ତ ମୁଁ ମାଛକୁ ଓଲଟେଇ ଦେଇକି ଭଲ ଭାବରେ ଫ୍ରାଏ କରିନେବି। ଆଉ ମାଛକୁ ଆପଣ ଏଇଭଳି ଫ୍ରାଏ କରିବେ ଯେମିତି କି ବହୁତ ହି କଡକଡିଆ ଭଜା ହବନି କି ବେଶୀ କଞ୍ଚା ରହିବନି, ମିଡିୟମ ଭାଜନ୍ତୁ। ଯେମିତି କି ଆମର ଯେତେବେଳେ ତରକାରୀ ଆମେ କରିବା ମାଛରେ ବହୁତ ବଢିଆ ଭାବରେ ଫ୍ଲେଭର ପଶିବ ଆଉ ମାଛ ବହୁତ ହି ସଫ୍ଟ ହବ। ତ ଏଇଠି ଦେଖନ୍ତୁ ମାଛ ଏଇଭଳି ଭାବେ ମୁଁ ସବୁ ଗୁଡିକ ଭାଜି ନେବି। ଆଜି ଏଇ ମାଛ ତରକାରୀ ପୁରା ଝଟାପଟ ବନେଇବା, ଜମା ବି ବେଶୀ କିଛି ଆପଣଙ୍କୁ ତାମଝାମ ଲାଗିବନି, ଅଲଗା କୌଣସି ଜିନିଷ ଭାଜିବାକୁ ଆପଣଙ୍କୁ ପଡିବନି। ଦେଖନ୍ତୁ ଏଠି ମୁଁ ଜିରାକୁ ଭଲ ଭାବରେ ଫୁଟେଇ ଦେଇଛି। ତାପରେ ଏଠି ମୁଁ ଦେଇ ଦଉଛି ଆଳୁକୁ ଆଉ ଆଳୁକୁ ଆମେ ଏଇଥିରେ ଭଲ ଭାବରେ ଭାଜିବା। ଆଉ ତା ସାଙ୍ଗରେ ଆମେ ଦେଇଦବା ପିଆଜ। ପିଆଜକୁ ଦେଇକି ଏକା ସାଙ୍ଗରେ ଆମେ ଭାଜିଦବା, ଯେମିତି କି ଆମକୁ ଅଲଗା ଆଳୁ ଭାଜିବାକୁ ପଡିବନି କିମ୍ବା ଅଲଗାର ମସଲା ପ୍ରସ୍ତୁତ କରିବାକୁ ପଡିବନି। ଏଇଥିରେ ହିଁ ଅଧା ଆଳୁ ଆମର ସିଝିଯିବ ଆଉ ବହୁତ ବଢିଆ ଭାବରେ ଆମର ଆଗକୁ ତରକାରୀଟା ପ୍ରସ୍ତୁତ ହବ। ଆଳୁକୁ ଦେଖନ୍ତୁ 1 ରୁ 2 ମିନିଟ ମୁଁ ଭାଜି ସାରିଲା ପରେ ମୁଁ ଏଠି ଦେଇ ଦେଇଛି ପିଆଜ। ଆଉ ଆପଣ ଚାହିଁଲେ ବି ଆଳୁକୁ ଅଲଗା ଭାଜିକି କାଢି ପାରିବେ। ତାପରେ ଆପଣ ଛୁଙ୍କ ଦେଇକି ପିଆଜକୁ ଭାଜିକି ତାପରେ ଆଗକୁ ଆଳୁ ଆଡ କରିପାରିବେ। କିନ୍ତୁ ଏଇଟା ମୁଁ କେମିତି ସହଜ ଉପାୟରେ ହେଇପାରିବ ଆଉ ବହୁତ ଜଲ୍ଦି ଜଲ୍ଦି ହେଇପାରିବ ମୁଁ ସେଇଟା ଆପଣ ମାନଙ୍କୁ ବତେଇଛି। ଆଉ ଆପଣ ମାନେ ମୋ ଭିଡିଓକୁ କୋଉ ଜାଗାରୁ ଦେଖୁଛନ୍ତି ନିହାତି ଏବେ କମେଣ୍ଟ ସେକ୍ସନରେ ଲେଖିବେ, ମତେ ବହୁତ ହି ଭଲ ଲାଗିବ। ତ ଏଇଠି ଦେଖନ୍ତୁ ପିଆଜକୁ ଦେଇକି ଆମେ ଭଲ ଭାବରେ ଭାଜିଦବା। ତ ଏଇଠି ଦେଖନ୍ତୁ ପିଆଜ ଭଲ ଭାବରେ ଆମର ଏଠି ଭାଜି ଆସିଲାଣି। ତାପରେ ଏଠି ଆମେ ଦେଇଦବା ହଳଦୀ ଗୁଣ୍ଡ, ତାପରେ ଦେଇଦବା କାଶ୍ମୀରୀ ଲଙ୍କା ଗୁଣ୍ଡ ଭଲ କଲର ପାଇଁ। এই ସବୁ ଜିନିଷକୁ ଦେଇକି ଆମେ ଭଲ ଭାବରେ ଟିକେ ଭାଜିଦବା। ତାପରେ ଆମେ ବଟା ଯାଇଥିବା ମସଲାକୁ ଏଇଠି ଆଡ କରିନବା। ବଟା ହେଇଥିବା ମସଲାକୁ ଦେଇକି ଆମେ 2 ରୁ 3 ମିନିଟ ପାଇଁ ଭଲ ଭାବରେ ମିଶେଇକି କଷି ନବା। ଆଉ ଗ୍ରାଇଣ୍ଡର ଜାରକୁ ମୁଁ ଧୋଇକି ମଧ୍ୟ ଟିକେ ଏଠି ପାଣି ଦେଇ ଦେଇଥିଲି, ଯେମିତି କି ଆମର ତଳେ ମସଲା ଲାଗିବନି। ତ ଏବେ ଆମେ ମସଲାକୁ ପୁରା ଭଲ ଭାବରେ କଷିବା। ତାପରେ ଏଠି ମୁଁ ଦେଇ ଦଉଛି ସ୍ୱାଦ ଅନୁସାରେ ଲୁଣ। ଆମେ ମାଛ ଭଜାରେ ବି ଲୁଣ ଦେଇଥିଲେ, ସେଇଟାକୁ ଧ୍ୟାନରେ ରଖିକି ଆପଣ ଏଠି ଲୁଣ ଦିଅନ୍ତୁ। ତାପରେ ଭଲ ଫ୍ଲେଭର ପାଇଁ ଏଇଠି ଗୋଟେ ଆମ୍ବୁଲକୁ ଆମେ ଦେଇଦବା। ଆଉ ମସଲା ପୁରା ଏମିତି କଷିବେ ଯେମିତି କି ମସଲାରୁ ପୁରା ତେଲ ଛାଡିଯିବ, ସେଇଭଳି ଆପଣ ମସଲାକୁ କଷି ନିଅନ୍ତୁ। ତ ଏଇଠି ଦେଖନ୍ତୁ ମସଲା ଆମର ବହୁତ ବଢିଆ ଭାବରେ କଷି ଆସିଲାଣି, ତେଲ ମଧ୍ୟ ଆମର ଛାଡି ଆସିଲାଣି। ଏଠି ମୁଁ ଆହୁରି 5 ରୁ 7 ମିନିଟ ମସଲାକୁ ଭଲ ଭାବରେ କଷିଥିଲି। ତ ଏଇଠି ଦେଖନ୍ତୁ ମସଲା ପୁରା ଆମର ଡ୍ରାଏ ହେଇ ଆସିଲାଣି, ତେଲ ମଧ୍ୟ ଅଲଗା ହେଇଗଲାଣି। ତ ଏଇ ସମୟରେ ଆମେ ଦେବା ଗରମ ପାଣି, ଜମା ବି ଥଣ୍ଡା ପାଣିର ୟୁଜ କରିବେନି। ଗରମ ପାଣି ଦେବା ଦ୍ୱାରା ଆମର ତରକାରୀରେ କଲର ବହୁତ ବଢିଆ ଆସିବ, ଟେକ୍ସଚର ବହୁତ ବଢିଆ ଆସିବ, ଟେଷ୍ଟ ବି ମଧ୍ୟ ଭଲ ଆସିବ। ତ ଗରମ ପାଣି ଦେଇକି ଭଲ ଭାବରେ ଟିକେ ମିଶେଇ ଦିଅନ୍ତୁ ଆଉ ପାଣିକୁ ଭଲ ଭାବରେ ପୁରା ଫୁଟିବାକୁ ଛାଡନ୍ତୁ। ଏଇଠି ଦେଖନ୍ତୁ ପାଣି ପୁରା ବଢିଆ ଭାବରେ ଫୁଟି ଆସିଲାଣି ମାଛ ତରକାରୀର। ତ ଏଇ ସମୟରେ ଆମେ ଭାଜିକି ରଖିଥିବା ମାଛକୁ ଦେଇଦବା। ଆଉ ପାଣି ପୁରା ଭଲ ଭାବରେ ଫୁଟିଲା ପରେ ହିଁ ଦେବେ, ଥଣ୍ଡା ଥିଲା ବେଳେ ମାଛକୁ ଦେବେ ନାହିଁ। ତା ଦ୍ୱାରା ଜମା ବି ଆମର ମାଛ ତରକାରୀ ଭଲ ହେଇନଥାଏ। ପାଣି ପୁରା ଫୁଟି ଆସିଲା ବେଳକୁ ଆପଣ ମାଛ ଦେଇ ଦିଅନ୍ତୁ ଏମିତି। ଆଉ ତାପରେ ଆପଣ ଲୋ ଫ୍ଲେମରେ ପୁରା ଛାଡି ଦିଅନ୍ତୁ 15 ମିନିଟ ପାଇଁ ମାଛ ତରକାରୀକୁ। ତ ବହୁତ ହି ବଢିଆ ଆପଣଙ୍କର ମାଛ ତରକାରୀ ରେଡି ହେଇଯିବ। ଏଇଠି ଦେଖନ୍ତୁ 15 ମିନିଟ ପରେ ମାଛ ତରକାରୀ ଆମର ବହୁତ ହି ବଢିଆ ଭାବରେ ରେଡି ହେଇଯାଇଛି। ତ ଲାଷ୍ଟକୁ ଆମେ ଦେଇଦବା 3 ରୁ 4ଟି କଞ୍ଚା ଲଙ୍କା ଭଲ ଫ୍ଲେଭର ପାଇଁ। ଆଉ ଏଠି ମୁଁ ଦେଉଛି ଧନିଆ ପତ୍ର, ବହୁତ ହି ଫ୍ରେଶନେସ ଗୋଟେ ଆଡ କରିଥାଏ ମାଛ ତରକାରୀରେ ଆଉ ଖାଇବାକୁ ଟେଷ୍ଟ ମଧ୍ୟ ବହୁତ ଭଲ ଲାଗିଥାଏ ମାଛ ତରକାରୀର। ତ ଏଠି ଆମର ସୁପର ଟେଷ୍ଟି କୋଉ ମାଛ ତରକାରୀ ରେଡି ହେଇଯାଇଛି। ତ ଏବେ ଚାଲନ୍ତୁ ଆମେ ଆକୁ ଗୋଟେ ଷ୍ଟାଣ୍ଡାର୍ଡ ଟାଇମ ଦେବା 10 ମିନିଟ ପାଇଁ, ତାପରେ ଆମେ ଆକୁ କରିବା ସର୍ଭ।
এইଠି ଦେଖନ୍ତୁ ସୁପର ଟେଷ୍ଟି କୋଉ ମାଛ ତରକାରୀ ଆମର ରେଡି ହେଇଯାଇଛି। ଆଉ ଦେଖନ୍ତୁ କେତେ ସୁନ୍ଦର ଆମର କୋଉ ମାଛ ତରକାରୀ ରେଡି ହେଇଛି। ମାଛ ବି ଦେଖନ୍ତୁ ପୁରା ଗୋଟା ଗୋଟା ହେଇକି ଅଛି। ତ ଆପଣ ବି ଏଇଭଳି ଭାବେ ନିହାତି ଭାବେ ବନାନ୍ତୁ କୋଉ ମାଛ ତରକାରୀ, ଆଉ ନିଜେ ଖାଆନ୍ତୁ, ନିଜ ପରିବାରକୁ ଖୁଆନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ହି ଭଲ ଲାଗିବ। ଓଡିଆ ବୋଉର ଏଇ ଛୋଟ ଛୋଟ ରେସିପି ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ନିହାତି ଭାବେ ଗୋଟେ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବେ, ଆଉ ଆପଣଙ୍କ ଫ୍ରେଣ୍ଡ ସର୍କଲରେ ଭିଡିଓକୁ ସେୟାର କରିବାକୁ ଜମା ବି ଭୁଲିବେନି। ଫେସବୁକ ପେଜ ଆଉ ଇନଷ୍ଟାଗ୍ରାମ ପେଜକୁ ନିହାତି ଭାବେ ଫଲୋ କରିନେବେ, ସେଠି ମଧ୍ୟ ମୁଁ ଆପଣମାନଙ୍କ ପାଇଁ ବହୁତ ହି ବଢିଆ ବଢିଆ ପୋଷ୍ଟ କରିଥାଏ। ତ ଆଗକୁ ମୁଁ ଏମିତି ବହୁତ ହି ବଢିଆ ବଢିଆ ରେସିପିଜ ଆପଣମାନଙ୍କ ପାଇଁ ନେଇକି ଆସିବି। ତ ଆଜି ପାଇଁ ଏତିକି, ବାଏ ବାଏ।